आज होची पहली रज। श्रीक्षेत्र पुरी रे बुढ़ीमा तोटाठारे अत्यंत आनंद उल्लासर सहित पालन होउची रज महोत्सव। झियो माने हातरे मेहंदी, पादरे अलता और मुंडरे टिकली पिंधी परंपरा अनुଯାयी पालन करुचंती पहली रज। रजर प्रथम दिन को पहली रज, द्वितीय दिन को रज संक्रांति और तृतीय दिन को भूमि दहन बोली कुहाजे। चतुर्थ दिन रे बसुमती स्नान पालन सह रज शेष हुए। घरे घरे पिठा मिठार आसर जमिछि। वर्तमान राज्यर विभिन्न स्थान रे रज अवसर रे रज महोत्सव आयोजन हेउछि। दोली खेल सहित पारंपरिक नृत्य गीतर प्रतियोगिता मध्य हेउछि। 3 दिन धरी पालन हेउथिबा रज महोत्सव को नेई सबुटी उत्सवर परिवेश देखिबाकू मिलिछि। विशेष करी भଳି की भଳି मिठा मसला युक्त पान रजर आकर्षण को अधिक बढ़ाई देथाय। मिट्टू मिट्टू ए मिट्टू याम साइड रे साइड याम ना स्टैंड को बुलो 4843 कहां गाड़ी है असो आवर सजाड़ो ए मो कार्ड रखनी थी मैडम जी मेरा फोटो गोटे डोली रे साइड लागी जाओ साइड डोली रे अजो भेजो आ गोटे म्यूजिक चेयर आपण जो माने करछु के देई दो माने से मंदी मंडल रे 4टा 10टा लगा एटा फास्ट चले छै सब जोटी के कोन आ लगौन से नै के सशक्तिकरण युवा पीढ़ी की उत्साहित करबा सशक्त करबा आजिर मुख्य समस्त टू व्हीलर सब नहीं पार्किंग में रखु जे जे रखी हाथ रे तैयारी करछ आगे आई आज मां मान को बाकी ना हो एते लेखटा उल्टा
କିଶୋରୀ ପରି ତାଙ୍କୁ ଆମେ ଫିଲ୍ କରିବାକୁ ଚାହୁଁଛୁ ଯେମିତିକି ସେମାନେ ନିଜକୁ ବହୁତ ଉତ୍ସାହିତ କରିବେ ରଜ ପର୍ବରେ। ଆଉ ଏଇଟା ସରକାରଙ୍କର ଗୋଟେ ବହୁତ ବଡ଼ ପ୍ରୟାସ ଯେଉଁଥିରେ କି ସେ ଆମର କିଶୋରୀମାନଙ୍କୁ ବି ତାଙ୍କ ସ୍ରୋତରେ ସାମିଲ କରୁଛନ୍ତି। ଯେମିତିକି କିଶୋରୀମାନଙ୍କ ପ୍ରତି ସେ ଧ୍ୟାନ ଦେଉଛନ୍ତି। ରଜ ପର୍ବ କେମିତି ଆଗରୁ ପାଳନ କରାଯାଉଥିଲା ଆଉ ଏଇଟା ବି ଆଗକୁ ଆମର ପାରମ୍ପରିକ ଉତ୍ସବ ଭାବେ ରହିବ ସେଥିପାଇଁ ସେ ପ୍ରୟାସ କରୁଛନ୍ତି। ତନୁପ୍ରଭା ବେଉରା ସମାଜ କଲ୍ୟାଣ ଅଧିକାରୀ ପୁଲିସ। କାର୍ଯ୍ୟ ଉଦ୍ଦେଶ୍ୟ କୁହନ୍ତୁ। ଆଜିର ରଜ ପର୍ବରେ ଆମର କିଶୋରୀମାନଙ୍କୁ ଆଜି ଆମର ନିମନ୍ତ୍ରଣ କରାଯାଇଥିଲା। ଆଫ୍ରିକା କିଶୋରୀ ସୁଭଦ୍ରା ମାନଙ୍କୁ ପରିଚୟ ପ୍ରଦାନ କରି ତାଙ୍କୁ ଯୁବପିଢ଼ି କେମିତି ସଶକ୍ତ କରାଯିବ ଏହାର ରାଜ୍ୟ ସରକାରର ମୁଖ୍ୟ ଉଦ୍ଦେଶ୍ୟ। ତାଙ୍କୁ ଆମେ କିଛି ପ୍ରତିଯୋଗିତା ଆଜି ରଖାଯାଇଛି। ସେହି ପ୍ରତିଯୋଗିତାରେ ଯେଉଁମାନେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ହେବ ସେ ରଜ ସୁନ୍ଦରୀ ଆଖ୍ୟା ଦିଆଯିବ ତାଙ୍କୁ ଏବଂ ଏହା ଏକ ଯୁବପିଢ଼ିକୁ ଉତ୍ସାହିତ କରିବା ଏହାର। ଜୟ ଜଗନ୍ନାଥ। ମୋ ନାଁ ଉଷାରାଣୀ ମହାନ୍ତି। ଆଜି ଆମର ପବିତ୍ର ରଜ ମହୋତ୍ସବ। ରଜର ପ୍ରଥମ ଦିନ। ରଜର ମୁଖ୍ୟ ହେଲା ଆମ ଜଗନ୍ନାଥଙ୍କର ସଂସ୍କୃତି ଅନୁଯାୟୀ ଆମର ରଜସ୍ଥଳା ନାରୀ ଯେଉଁଟା 3 ଦିନ ଆମର ରଜସ୍ଥଳା ହେଲେ 3 ଦିନ ଗୋଟେ ଘର ଭିତରେ ରୁହନ୍ତି ଆଉ ସୁସ୍ୱାଦ୍ୟ ଖାଦ୍ୟ ଖାଆନ୍ତି। ତାପରେ ମାଟିରେ ଚାଲନ୍ତିନି, ଚପଲ ପିନ୍ଧିକି ଚାଲନ୍ତିନି। ସେମାନେ କଦଳୀର ପାଟୁକାରେ ତିଆରି ଚପଲରେ ଚାଲନ୍ତି। କିନ୍ତୁ ବର୍ତ୍ତମାନ ଯୁଗ ଅନୁଯାୟୀ ପରିବର୍ତ୍ତନ ହେଉଛି କିନ୍ତୁ ସେମାନେ ଚପଲ ପିନ୍ଧି ଚାଲନ୍ତି କାରଣ ଆମର ଧରଣୀ ମାଆକୁ କଷ୍ଟ ହେବ ବୋଲି। ଆଉ ସେମାନେ ଦୋଳି ଖେଳନ୍ତି, ତଳକୁ ଓହ୍ଲାନ୍ତିନି ବେଶୀ। ଦୋଳି କ'ଣ ଥିଲା? ଆଜିର କାର୍ଯ୍ୟକ୍ରମ ଥିଲା ଆମର ସୁସ୍ୱାଦ୍ୟ ପିଠା ପ୍ରତିଯୋଗିତା। ପିଲାମାନେ କେମିତି ପିଠା ତିଆରି କରିବେ, ଆଜିର ଯୁବପିଢ଼ି କିଶୋରୀମାନେ କେମିତି ପିଠା ତିଆରି କରିବେ, ସେ ପିଠାପଣା ତିଆରି କରିବେ। ତାପରେ ସେମାନେ ରଜର ସୁନ୍ଦରୀ ହେବା ପାଇଁ ହେଲେ ରଜର ମୁକୁଟ ପରିଧାନ କଲେ। ସେମାନଙ୍କ ଭିତରେ ମୁକୁଟ ପ୍ରତିଯୋଗିତା ଗୋଟେ ହେଇଥିଲା। ତାପରେ ପୁଚି ଖେଳ, ଦୋଳି ଖେଳ, ମ୍ୟୁଜିକ୍ ଚେୟାର ଏସବୁ ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ ଖେଳ ତାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସେମାନଙ୍କ ମଧ୍ୟରେ ପ୍ରଥମ ଦ୍ୱିତୀୟ ସ୍ଥାନ ଇଏ କରିଥିଲେ। ଆମର ଏଇଟା ପ୍ରକଳ୍ପ ସ୍ତରୀୟ ଯେଉଁଟାକି ପୁରୀ ମ୍ୟୁନିସିପାଲିଟିର ପ୍ରକଳ୍ପ ସ୍ତରୀୟ ପ୍ରତିଯୋଗିତା ଆମର ସେଠି ଆମର କିଶୋରୀମାନେ ସମସ୍ତେ ଭାଗ